କବିସୂଚନଗରଠାରେ ଲୁଇସ୍ ବେଲିଙ୍କ ଜନ୍ମ ଜୟନ୍ତୀ ପାଳିତ। ଆନ୍ତର୍ଜାତୀୟ ଲୁଇସ୍ ବେଲ୍ ଦୁଷ୍ଟିହୀନ ସଂଘ ଓ ଭୀମଭୋଇ ସାହିତ୍ୟ ସଂସ୍କୃତି ପରିଷଦ ଗଞ୍ଜାମ ମିଳିତ ଆନୁକୂଲ୍ୟରେ କବିସୂଚନଗରସ୍ଥିତ ଦେଶୀବେଲା ସାହି ଠାରେ ଅନୁଷ୍ଠିତ ହୋଇଯାଇଛି ଲୁଇସ୍ ବେଲିଙ୍କ ଜନ୍ମ ଜୟନ୍ତୀ ଉତ୍ସବ। ଭୀମଭୋଇ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶ୍ରୀ ବବୁଲ ବାହନ ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଇ ମାହେଶ୍ୱର ଦ୍ୱାରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ଉଦ୍ଘାଟନୀ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଯୋଗଦେଇ ଲୁଇସ୍ ବେଲିଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବାସ୍ତୁ ଆଚାର୍ଯ୍ୟ ତଥା ସିନେ ନିର୍ଦ୍ଦେଶକ ସନ୍ନ୍ୟାସୀ ମାହାରଣା, ସମାଜସେବୀ ସୁମନ୍ତ କୁମାର ଚର୍ଚ୍ଚି, ସିନେ ନିର୍ଦ୍ଦେଶକ ଶ୍ରୀ କୃଷ୍ଣେନ୍ଦ୍ର ସାହୁ, ସୁସାହିତ୍ୟିକ ଶ୍ରୀ ଚିନ୍ମୟରଞ୍ଜନ ମିଶ୍ର, ବରିଷ୍ଠ ସମାଜସେବୀ ଏବଂ ବ୍ରହ୍ମାନନ୍ଦ ଆଚାରୀ ପ୍ରମୁଖ ଯୋଗ ଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଭୀମଭୋଇ ସାହିତ୍ୟ ସଂସ୍କୃତି ପରିଷଦର ସମ୍ପାଦକ ଶ୍ରୀ ରତ୍ନାକର ସିଂହ। ବ୍ୟୁରୋ ରିପୋର୍ଟ, JMJ ନ୍ୟୁଜ୍।